ନମସ୍କାର ଦର୍ଶକ ବନ୍ଧୁ। କୁହୁଡ଼ି ଭରା ଶୁଭ ସକାଳରେ ଭିଜିଟ୍ କ୍ଲବ୍ ଓଡ଼ିଆର ଅଗଣିତ ଦର୍ଶକମାନଙ୍କୁ ମୋର ଏହି ଶୁଭ ସକାଳର ଶୁଭ ଅଭିନନ୍ଦନ ସହ ଆପଣଙ୍କ ଚଲାପଥ କୁସୁମିତ ହେଉ ଏବଂ ଭବିଷ୍ୟତର ଲମ୍ବା ରାସ୍ତା ଆନନ୍ଦମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। ଦର୍ଶକ ବନ୍ଧୁ, ଚାଲନ୍ତୁ ଆମେ ଏବେ ବୁଲିଯିବା ସକାଳର ସୁମଧୁର ସମୟ, ପବିତ୍ର ସମୟ। ଏହି ପବିତ୍ର ସମୟରେ ମଣିଷ ଜୀବନରେ ପ୍ରତ୍ୟେକ ମଣିଷ ନିଜର କର୍ମମୟ ଜୀବନକୁ ଶୁଭାରମ୍ଭ କରିଥାନ୍ତି। ସେହି ପବିତ୍ର ବେଳା ସକାଳର ସୂର୍ଯ୍ୟ କିରଣ ପାଇବା ପୂର୍ବରୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଛି ସାରା ଜୀବଜଗତ। ସେହି ଜୀବଜଗତରେ କୁହୁଡ଼ିର ପ୍ରଭାବରେ ଘନ କୁହୁଡ଼ିରେ ରାସ୍ତାଘାଟରେ ବହୁ ଅସୁବିଧା ଦେଖାଯାଉଥିଲେ ମଧ୍ୟ ବୁଲିବାକୁ ଭାରି ମଜା ଲାଗିଥାଏ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିପାରୁଥିବେ ସକାଳର ପହିଲି ପରଶରେ ଚଢ଼େଇମାନେ କେମିତି ତାଙ୍କର କ୍ରୀଡ଼ା ଆରମ୍ଭ କରିଦେଇଛନ୍ତି। ସେହି ଖେଳକୁଦରେ ଡେଣା ଝାଡ଼ି ଉଡ଼ି ଯାଉଥିବା ବେଳେ ନିଜର ଖାଦ୍ୟ ଅନ୍ୱେଷଣରେ ଖୋଜି ବୁଲୁଥାନ୍ତି ଏହି ମାଟି ଉପରେ। ଖୁବ୍ ଖୁସି ଲାଗୁଥାଏ ସେମାନଙ୍କୁ। ରାତି କଟିଯିବା ପରେ ସକାଳର ପହିଲି ପରଶ ଖୁବ୍ ଆନନ୍ଦ ଦେଉଥାଏ ସେମାନଙ୍କୁ। ସେହି ଆନନ୍ଦମୟ ଜୀବନରେ ନିଜର ଖାଦ୍ୟ ସଂଗ୍ରହ କରିବା ପାଇଁ ଧୂଆଁଳିଆ ନୀଳ ଆକାଶରେ ଉଡ଼ି ବୁଲୁଥାନ୍ତି। ଆଉ ସୁଯୋଗ ଦେଖି ବସି ପଡ଼ି ଚାରିଆଡ଼କୁ ଚାହିଁ ରହିଥାନ୍ତି। ଆଉ ଉପଭୋଗ କରିବା ସହିତ ନିଜର ଖାଦ୍ୟକୁ ମଧ୍ୟ ଖୋଜି ବୁଲୁଥାନ୍ତି। ଖୁବ୍ ଖୁସିରେ, ଖୁବ୍ ଶାନ୍ତିରେ ସାଥୀଙ୍କ ଗହଳରେ ଉଡ଼ିବାରେ ଯେ କେତେ ମଜା ଲାଗୁଥାଏ, ତାହା କେବଳ ସେହି ପକ୍ଷୀମାନଙ୍କୁ ହିଁ ଜଣା। କିନ୍ତୁ
ପକ୍ଷୀମାନଙ୍କର କଳରବ ରାବ, କିଚିରିମିଚିରି ଶବ୍ଦ ଆମ କାନକୁ, ଆମ ହୃଦୟକୁ ଯେତିକି ଆକର୍ଷିତ କରିଥାଏ, ଭାବିଲା ବେଳକୁ ଇଚ୍ଛା ହୁଏ ମୁଁ ପକ୍ଷୀଟିଏ ହୋଇପାରନ୍ତି କି, ଆଉ ଡେଣା ଝାଡ଼ି ଆକାଶରେ ଉଡ଼ି ବୁଲନ୍ତି। ଚତୁର୍ଦିଗ ଶୂନଶାନ, ଘନ କୁହୁଡ଼ିର ଧୂଆଁଳିଆ ପରିବେଶରେ ସତେ ଅବା ଅଣନିଶ୍ୱାସୀ ହୋଇ ପଡ଼ିଛି ଏହି ପୃଥିବୀ ମା। ଚାରିଆଡ଼େ ଧୂଆଁଳିଆ ପରିବେଶ, ଅନ୍ଧକାର ପରି ସୃଷ୍ଟି ହୋଇଛି ଏହି ଧରଣୀ ବକ୍ଷରେ। ପ୍ରତ୍ୟେକ ଗଛଲତା, ମାଟି, ପାଣି, ପବନ ସମସ୍ତଙ୍କୁ କବଳିତ କରି ରଖିଛି ଏହି ଘନ କୁହୁଡ଼ିର ପରିବେଶ। ଯେଉଁଆଡ଼େ ଚାହିଁବେ ଝାପ୍ସାର ପରିବେଶ। ସୂର୍ଯ୍ୟଦେବ ପୃଥିବୀ ପୃଷ୍ଠକୁ ଆସିଥିଲେ ମଧ୍ୟ ତା ସୁନେଲି କିରଣ ପୃଥିବୀ ପୃଷ୍ଠକୁ ବିଞ୍ଚି ପାରୁନାହିଁ। ଆଉ ସେଇଥିପାଇଁ ପ୍ରତିବନ୍ଧକ ସାଜିଛି ଘନ କୁହୁଡ଼ିର ପରିବେଶ। ସୂର୍ଯ୍ୟଙ୍କ ସୁନେଲି କିରଣ ହଜିଯାଉଛି ସେଇ କୁହୁଡ଼ିର ଧୂଆଁଳିଆ ପରିବେଶ ମଧ୍ୟରେ। ସମସ୍ତେ ଚାହିଁ ରହିଛନ୍ତି କେତେବେଳେ ସୂର୍ଯ୍ୟଦେବଙ୍କ ପ୍ରଖର ସୂର୍ଯ୍ୟକିରଣ ଏ ପୃଥିବୀ ପୃଷ୍ଠରେ ପଡ଼ିବ, ଆଉ ଜନଜୀବନ ସମସ୍ତେ ଉପଶମ ପାଇ ନିଜ ନିଜର କର୍ମପନ୍ଥାରେ ପାଦ ଆଗକୁ ବଢ଼ାଇବେ। କିନ୍ତୁ ସୂର୍ଯ୍ୟଦେବ ମଧ୍ୟ ଆଜି ଅଭିମାନ କରି ଆକାଶରେ ଚାହିଁ ରହିଛି। ଏହି କୁହୁଡ଼ି ଭରା ପରିବେଶରେ ଖୁବ୍ ସୁନ୍ଦର ଓ ଆକର୍ଷିତ କରିଥାଏ ଫୁଲର ଗହଳ, ରଙ୍ଗ ବେରଙ୍ଗର ଫୁଲର ପସରା। ଏହି ପୃଥିବୀ ମାଟିରେ ଶୋଭା ପାଉଥିବା ବେଳେ ଏହି କୁହୁଡ଼ିର ପରିବେଶ ଖୁବ୍ ସୁନ୍ଦର ଆଉ ମନଲୋଭା କରିଥାଏ। କାରଣ ଘନ କୁହୁଡ଼ିର ପରିବେଶ ମଧ୍ୟରେ ଟୁପା ଟୁପା ହୋଇ ମୁକ୍ତା ବିନ୍ଦୁ ପରି ଝରି ପଡ଼ୁଥିବା ଜଳବିନ୍ଦୁ
ଖୁବ୍ ସୁନ୍ଦର କରିଦେଇଥାଏ ସେଇ ଫୁଲର ସମ୍ଭାରକୁ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିପାରୁଥିବେ ଫୁଲ ଗଛରେ ଫୁଟୁଥିବା ଏଇ ଟିକି ଟିକି ଫୁଲମାନଙ୍କୁ। ଏ ହେଉଛି କୁହୁଡ଼ି ଭରା ପରିବେଶର ଫୁଲ ଗଛର ଟିକି ଫୁଲ ସମ୍ଭାର। ସାରା ଅଞ୍ଚଳ ଘନ କୁହୁଡ଼ିର ଗ୍ରାସ କରିଥିବା ବେଳେ ଫୁଲର ସମ୍ଭାର ଏ ପୃଥିବୀ ପୃଷ୍ଠକୁ ଖୁବ୍ ଆକୃଷ୍ଟ ଓ ଆକର୍ଷିତ କରିଛି। ଘନ କୁହୁଡ଼ିର ପରିବେଶରେ ଧୂଆଁଳିଆ ପାଗ ଆଖିକୁ ସ୍ପଷ୍ଟ ଭାବରେ ଦେଖାଯାଉନଥିଲେ ମଧ୍ୟ ଖୁବ୍ ନିକଟରେ ଫୁଲ ଗଛର ସମ୍ଭାରକୁ ଦେଖିଲେ ହୃଦୟରେ ଭରିଯାଏ ଅନେକ ଆନନ୍ଦର ସିଂହରଣ। ଆଉ ସେଇ କୁହୁଡ଼ିର ପରିବେଶରେ ଉଷ୍ମତା ଭରିଦିଏ ସାରା ଶରୀରରେ। ଫୁଲର ସମ୍ଭାର ମଣିଷକୁ ଯେତିକି ଆକୃଷ୍ଟ କରୁଥାଏ, ପରିବେଶକୁ ବି ଖୁବ୍ ଆକୃଷ୍ଟ କରି ରଖିଥାଏ। ଦର୍ଶକ ବନ୍ଧୁ, କୁହୁଡ଼ି ଭରା ସକାଳର ଏହି ପରିଭ୍ରମଣକୁ ଆଜି ପାଇଁ ଏଇଠି ରହିବା। ପୁଣି ଦେଖା ହେବା ଆଗାମୀ ଏକ ନୂତନ ଏବଂ ସୁମଧୁର ଆପଣମାନଙ୍କୁ ଆକର୍ଷିତ କଲା ଭଳିଆ ଅଧ୍ୟାୟରେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ରହୁଛି। ନମସ୍କାର।